जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम आमर गोटे इनफॉर्मेटिव सेशन करिया इनफॉर्मेटिव सेशन क्रम रे आपण माने गोटे जिंस मन रखी एटा अछि संपूर्ण एक्सपीरियंस बेस्ड इंटरप्रिटेशन आउ इंटर ए एक्सपीरियंस बेस्ड ता कहा पे कोन हेई पारे कारण विभिन्न प्रकार रहिछि चिंता धारा को ग्रह का देखुची डिविजनल चार्ट रे कोन अछि सेटा अलग कथा आमे गोटे नैसर्गिक गुण कारक तत्व को नेकी गोटे जेनेराली भाबुचु जे एमती एमती हेई पारे एमती एमती हबार संभावना अछि आमे समस्त जानिचे जे ग्रह जगत रे आमे आज पढ़िया मार्स मंगल काहेकि तार कोन एते उपकारिता अछि आ कोन कोड रहले कोन करियो कोन न करियो से विषय भलसे जानिबा राजा को शेयरिंग रो ऑप्शन टा देई दिता यस। स्क्रीन आसी हम्म। चार्ट खोलला यस। भाई एई प्लानेट टाको ଭଲ ସେ ମୁଣ୍ଡରେ ପୁରେଇ ଦେଇଥାଅ ଏ ପ୍ଲାନେଟ ର ବିଷୟରେ ମୁଁ କହୁଛି ମୋ ଏକ୍ସପିରିଏନ୍ସ ସେୟାର କରୁଛି ଏ ପ୍ଲାନେଟ ଟାକୁ ମୁଣ୍ଡରେ ପୁରେଇ ଦେଇଥାଅ ଏଇ ପ୍ଲାନେଟ ଟାର ଏତିକି ପାୱାର ଅଛି ଯେ ତମକୁ ପାଗଳ କରିଦେଇ ପାରେ ତମକୁ ଯୋଗୀ କରିପାରେ ତମକୁ ବ୍ୟଭିଚାରୀ କରିପାରେ ଠିକ ଅଛି ତମକୁ ସେ କରିଦେଇ ପାରେ କଣ ମର୍ଡରର ଡକାୟତ क्रिमिनल। କ୍ରିମିନାଲ ଆଉ ତମକୁ ସେ ଇଏ ବି କରିପାରେ କଣ ସେଟା କହନ୍ତି ହାଇ ପୋଲିସ ଅଫିସର ଏନି କଣ ସେଟା यूनिफॉर्म जॉब ଏଇ ସବୁ ଜିନିଷ ଏଟା ସେ କରିଦେଇପାରେ ମୁଁ ଏଟାକୁ କାହିଁକି ଏକ୍ସାମ୍ପଲ ଦେଲି ଏ ଜିନିଷଟାକୁ ଆପଣ ମାନେ ମୁଣ୍ଡରେ ରଖିଥାନ୍ତୁ ପାଗଳ ଯୋଗୀ ବ୍ୟଭିଚାରୀ ଡକାୟତ ମର୍ଡରର ଚୋର କ୍ରିମିନାଲ ହାଇ ପୋଲିସ ଅଫିସର ଆଉ ୟୁନିଭର୍ସାଲ ଏଇଠି ଏଇ ଏକ୍ସାମ୍ପଲ ଟା ମୁଁ କାହିଁକି ଦେଲି ମୁଁ ଏକ୍ସାମ୍ପଲ ଟା ଏଇଥିପାଇଁ କି ଦେଲି ଯେ ମଙ୍ଗଳକୁ ଗ୍ରହ ଜଗତର ସତ୍ୱ ବୋଲି କୁହାଯାଏ ସତ୍ୱ ମାନେ କଣ ସତ୍ୱ ମାନେ ହଉଛି ଶକ୍ତି କୋଉ ଶକ୍ତି ନା ମାନସିକ ଶକ୍ତି ଶାରୀରିକ ଶକ୍ତି ଏବଂ ଆଧ୍ୟାତ୍ମିକ ଶକ୍ତି ମଧ୍ୟ ଯଦି ତମର ଚାର୍ଟ ରେ ମଙ୍ଗଳ ଖରାପ ମିଳିଲା ତାହେଲେ ତୁମେ ଜାଣ ତୁମେ ଚାହିଁଲେ ବି ବହୁତ ଲୋକ ଥାନ୍ତି ନା ସେମାନେ ଜାଣନ୍ତି ମୋର ପ୍ରବୃତ୍ତି ଖରାପ ମୁଁ ଏଟା ଚେଞ୍ଜ କରିପାରିବି ଦିନକୁ ଦିନ ଚେଷ୍ଟା କରନ୍ତି ଚେଞ୍ଜ କରିବାକୁ 2 ଦିନ ତାଙ୍କର ମନ ଲାଗେ 3 ଦିନ ବେଳକୁ ତାଙ୍କର ହରିବୋଲ ସେମାନେ ଜାଣନ୍ତି ଏଇଟା ଖରାପ ତଥାପି କରି ପକାନ୍ତି ସେମାନଙ୍କର ମଙ୍ଗଳ ଖରାପ ଥାଏ ଅନ୍ୟ ପ୍ଲାନେଟଙ୍କର ନଥାଏ ବୋଲି ମୁଁ କହିବିନି ମଙ୍ଗଳ ଖରାପ ଥାଏ ମାନେ କଣ ଖରାପ ଥାଏ ମଙ୍ଗଳ ଉପରେ ଆଇଦର ଶନିର ଦୃଷ୍ଟି ଥିବ ମଙ୍ଗଳ ଉପରେ ଆଇଦର ରାହୁର ଦୃଷ୍ଟି ଥିବ ମଙ୍ଗଳ ଉପରେ ଆଇଦର କେତୁର ଦୃଷ୍ଟି ଥିବ ଅର ମଙ୍ଗଳର ତ୍ରିକୋଣରେ ରାହୁ ଶନି ଆଉ କେତୁ ବସିଥିବେ ଏ ଜିନିଷଟା ଆପଣ ମାନେ ସିଓର ହେଇଯାଆନ୍ତୁ ମୁଁ ଏଟା କ୍ଲିୟର କରିଦଉଛି ଆଗକୁ ଯୋଉମାନଙ୍କର ଏଇଭଳିଆ ଚାର୍ଟ ଥାଏ ସେମାନଙ୍କର ଏଇ ଚାର୍ଟ ରେ ଆପଣଙ୍କୁ ମିଳିଯିବ ମୁଁ ପ୍ରଥମେ ଗୋଟିଏ ଚାର୍ଟ କଥା କହୁଛି ଆପଣ ରାଣୀ ଭିକ୍ଟୋରିଆଙ୍କର ଚାର୍ଟ ଦେଖିବେ ମହାରାଣୀ ଭିକ୍ଟୋରିଆ ଇଂଲଣ୍ଡର ଯୋଉ ରାଣୀ ଥିଲେ ଯେତେବେଳେ ବ୍ରିଟିଶ ଏମ୍ପାୟାର ଏକ୍ସପାଣ୍ଡ କରୁଥିଲା ତାଙ୍କ ଚାର୍ଟ ରେ ଆପଣଙ୍କୁ ମାର୍ସ ଆଉ ରାହୁର ମିଳିଯିବ କମ୍ବିନେସନ ଠିକ ଅଛି ନା ତାଙ୍କ ଚାର୍ଟ ରେ ଆପଣ କଣ ହେଲା ନା ସବୁ ଦେଶ ଉପରେ ଆଧିପତ୍ୟ କଲେ ଏବଂ ଲୁଟି ଚାଲିଲେ ଠିକ ଅଛି ମଙ୍ଗଳର 3ଟା ଦୃଷ୍ଟି ଅଛି ମଙ୍ଗଳ ଯୋଉଠି ବସେ ସେଉଠୁ ଆଣ୍ଟି କ୍ଲକ ୱାଇଜ ତମେ 4 ଗଣିବ ସେ ଚତୁର୍ଥ ହାଉସ କୁ ଦେଖିବ ସପ୍ତମ ଘରକୁ ଦେଖିବ ଅଷ୍ଟମ ଘରକୁ ଦେଖିବ କାଳପୁରୁଷ କୁଣ୍ଡଳୀରେ କାଳପୁରୁଷ କୁଣ୍ଡଳୀରେ ମଙ୍ଗଳ କୋଉ ଘରର ମାଲିକ ଏ ମଳୟ ମଙ୍ଗଳ କୋଉ ଘରର ମାଲିକ କିରେ କାଳପୁରୁଷ କୁଣ୍ଡଳୀରେ ମେଷରେ ମଙ୍ଗଳ କାହାର କାହାର ମାଲିକ କୋଉ କୋଉ ରାଶିର ମାଲିକ ଶୁକ୍ର ଆଚ୍ଛା ମଙ୍ଗଳ ବିଛା ଆଉ ମେଷ ଯାହା ହଉ ମୋର ଜନ୍ମ ସାର୍ଥକ ହେଇଗଲା ଆଗକୁ ଚାଲ।
ओडिशा चार्ट गुड़ाक एमती थाए। एटा हला कालपुरुष कुंडली माने 1 2 3 4 5 6 7 8 9 10 11 12 एटाକୁ मंगल रूल करे। एई जगहटाକୁ मंगल रूल करे। आउ एई जगहटाକୁ मंगल रूल करे। माने मेष राशि को मंगल रूल करे और वृश्चिक राशि को मंगल रूल करे। अच्छा, मेष राशि राशिटा इंपोर्टांट केवल मन को मन पाई कि, किंतु लग्नटा इंपोर्टांट कारण लग्न हूँ तुमे निजे। मंगलर चतुर्थ दृष्टि कोउठी आसिला ना फोर्थ दृष्टि एटिक आसिला। आ, तो तार आउ गोटे दृष्टि है प्रत्येक ग्रह 7 दृष्टि 7 को देखती आ मंगल 8 को देखिला। तेणु जार लग्न रे मंगल रहिला से कौन हम ना से तार घर सुख सुविधा प्रथम तो भाई से निज पॉजिटिव हवा कथा ही हम। आउ ए मानक ना ठीक भूल जना जना पड़ेनि। एमाने माने जदि मंगलर इन्फ्लिक्शन हो गला मंगल देख जदि मंगल चुपचाप बस जनक गोटे घरे ताकू कई देखु ना देन इट इज ए ब्यूटीफुल मंगल। मंगल जदि पॉजिटिव रे काम करिया आसीबो ताहले तार बेस्ट एग्जांपल होउचंती भगवान हनुमान, जे कि रामंक पाई लंका प्रेग्नेंट थिला। जो लंका को अधिपति कला गोटे राक्षसणी प्रेग्नेंट थिला मारिकी तार गर्भ नष्ट कर देइथिले। आजिका डेट रे कोउ देवता को तुम एमिति पूजा करिवो जे गोटे गर्भिणी स्त्री लोकर गर्भ को नष्ट कर देइथिबो? केबे भी करबानी। किंतु इष्ट कर्म पाई इष्ट कर्म संसिद्ध करिया पाई सिए कौन करथिले ना सेमति गोटे राक्षसणीर गर्भ नष्ट कर देइथिले मारिकी लंका को जाଳି देइथिले स्वर्णमयी लंका को। तथापि तांको भगवान बोली पूजा करा जाय काहेकि ना जदि कोनोसी लोक आज टेररिस्ट आसी पहलगाम रे मारदेले कौन टेररिस्ट आसी बमिंग कर कौन तमें तुमको कहब कि एटा भल लोकटा। किंतु देख जदि इष्ट ପାଇଁ କରାଯାଏ धर्म ପାଇଁ କରାଯାଏ से कामटा सत्कर्म। तेणु मंगलर बेस्ट एग्जांपल होउचंदी किए ना लॉर्ड हनुमान। समते जानिचंदी कहया दरकार नहीं। मंगलर वर्स्ट एग्जांपल किए ना भस्मासुर। भस्मासुर स्टोरी समते जानिछ ना कहबी? चल मु चुंबक रे कहि दउची। भस्मासुर गोटे एमतिया लोकटा थिला जे कि महादेव बहुत तपस्या कला। राक्षस माने तो बहुत पावरफुल थांती। तपस्या कला 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 करिकी महादेव को कहला प्रभु मते एमती गोटे वर प्रदान कर जहाँ मुंडे मु हाथ रखिदेवी सी भस्म हो। तार मो भयस आछी तो हम कांथ बाड़ संग कथा होची। हम्म। हाँ, तो सेडू नारायण गले। नारायण जाइकी जहाँ करवा ता कले नाचु नाचु ताको एमिति नचेई देले जे से निज मुंड ଉପରେ हाथ ଦେଇଥିଲା भस्म ହେଇଗଲା। ତେଣୁ ମଙ୍ଗଳ ଯେତେବେଳେ ମଙ୍ଗଳ କରିବାକୁ ଆସିବ ସେତେବେଳେ ସେ ହନୁମାନ ବନେଇବ। ମଙ୍ଗଳ ଯେତେବେଳେ ଡେଷ୍ଟ୍ରୟ କରିବାକୁ ଆସିବ ସେ ସେଲ୍ଫ ଡେଷ୍ଟ୍ରକ୍ଟିଭ ଆଟିଚ୍ୟୁଡ ଦବ। କଣ ଦବ? ସେଲ୍ଫ ଡେଷ୍ଟ୍ରକ୍ଟିଭ ଆଟିଚ୍ୟୁଡ। ଯୋଉ ମାନଙ୍କର ଇଣ୍ଟେନସନ ଅଛି, ଯୋଉ ମାନେ ସୁଇସାଇଡ ଆଟେମ୍ପ୍ଟ କରନ୍ତି, ଯୋଉ ମାନେ ଅନ୍ୟକୁ ପୀड़ा ଦିଅନ୍ତି ମାନସିକ ସ୍ତରରେ ଶାରୀରିକ ସ୍ତରରେ, ଯୋଉମାନେ ଶାରୀରିକ ସ୍ତରରେ ପୀड़ा ଦେବେ ତମେ ନିଶ୍ଚିତ ଭାବରେ ଜାଣିବ ଯେ ତାର ମଙ୍ଗଳର ରାହୁର କନେକ୍ସନ ଅଛି। କିଛି ଦେଖିବା ଦରକାର ନାହିଁ ଚାର୍ଟ, ମୁଁ ଏଇଠି ବସିକି କହିବି। ଯଦି ମାନସିକ ସ୍ତରରେ ମଙ୍ଗଳକୁ ଦେଖିବାକୁ ଚାହୁଁଛି ତାହେଲେ ନିଶ୍ଚିତ ଭାବରେ ଦେଖ ତାର ମୁନ ପୀଡିତ ଥିବ, ଚନ୍ଦ୍ରମା ପୀଡିତ ଥିବ। ସେ ଜାଣିପାରିବନି କି ଅନ୍ୟକୁ କହିଲେ କଣ କେମିତି କଷ୍ଟ ହୁଏ। ଠିକ ଅଛି ନା? ତେଣୁ ଏତେ ଏତେ ବୁଝିବା ଦରକାର ନାହିଁ। ଏଟା ପୁରା ଟେଷ୍ଟେଡ ଚେକଡ ଭେରିଫାଇଡ ଓକେ ପ୍ରିନ୍ସିପଲ। ମୁଁ ଯାହା କହୁଛି ସେ ପଏଣ୍ଟ ଗୁଡା ବୁଝ, କାରଣ ଜୀବନ ଚଳନାରେ ଏଗୁଡାକ ବହୁତ କାମ କରିବ। ପଏଣ୍ଟ ନମ୍ବର 1 କଣ କହିଲି? ସେ ନିଜେ ଜାଣିବ ତାର ଖରାପ ପ୍ରବୃତ୍ତି ସେ ଚେଞ୍ଜ କରିପାରିବନି। ପଏଣ୍ଟ ନମ୍ବର 2 କହିଲି ଯଦି ମଙ୍ଗଳ ଭଲ ହବ ତାହେଲେ ହନୁମାନ ବନିବ, ଯଦି ମଙ୍ଗଳ ଖରାପ ହବ ତାହେଲେ ସେ ଭସ୍ମାସୁର ବନିବ। ମଙ୍ଗଳ ଯୋଉଠି ବସିଲା ଯଦି ସେ ପଜିଟିଭଲି କାମ କଲା, ନୈସର୍ଗିକ ଗୁଣକାର ମାନେ ଧର ରାଜବାବୁ। ରାଜବାବୁ କଣ? ସେ ଭଗବାନ ବିଷ୍ଣୁଙ୍କର ଭକ୍ତ, ତାଙ୍କର ଏଇଟା ଇନହେରେଣ୍ଟ କ୍ୱାଲିଟି। ଧର ନିଆଁର କାମ, ନିଆଁର ନୈସର୍ଗିକ କାରଣ କଣ? ସେ ଭାଇ ପୋଡିବା କଥା ପୋଡିବ, ଜଳେଇବା କଥା ଜଳେଇବ, ଉତ୍ତାପ ଦବା କଥା ଦବ। ମୁଁ ନୈସର୍ଗିକକୁ ମନେ କହୁଛି ତାର ଇନହେରେଣ୍ଟ କ୍ୱାଲିଟିଟା କଣ। ସେମିତି ମଙ୍ଗଳର ଇନହେରେଣ୍ଟ କ୍ୱାଲିଟି ହେଲା ସିଏ ପ୍ରୋଟେକ୍ସନ ଦବ, ତମକୁ ବଳ ଦବ, ମାନସିକ ବଳ ଶାରୀରିକ ବଳକୁ ପ୍ରଦାନ କରିବ। ଯାହାର ମଙ୍ଗଳ ୱିକ୍ ଥିବ ତାକୁ ବ୍ଲଡ ରିଲେଟେଡ ଇସ୍ୟୁ ହବ। ଠିକ ଅଛି, ତାର ଦଶାନ୍ତର ସେଟା ତ ମୁଁ କହିବି ପରେ। ବଟ ଏଇ ଜିନିଷ ଗୁଡାକ ତା ସହିତ ହବ। ଏଇଟା କ୍ଲିୟର କି? ଏଟା କିଛି ଡାଉଟ ଅଛି କି? क्लियर। ବାସ୍।
ବର୍ତ୍ତମାନ ସେଲ୍ଫ ଡେଷ୍ଟ୍ରକ୍ଟିଭ ଆଟିଚ୍ୟୁଡ ବାଲା ଯୋଉମାନେ ଥିବେ ସେମାନେ କଣ କାହା କଥା ଶୁଣନ୍ତି? କାହା ହୁଁ କଥା ସେମାନେ ଶୁଣିବେ? ଯଦି ସେଟା ପ୍ରୋଟେକ୍ଟିଭ ଇଏରେ ଦବ ତାହେଲେ ମଙ୍ଗଳ କଣ କହିବ ନା ଯୋଉଠି ଅଛି ସେ ଜାଗାକୁ ପ୍ରୋଟେକ୍ଟ କରିବ, ଯୋଉ ଜାଗାକୁ ଦେଖୁଛି ସେ ଜାଗାକୁ ପ୍ରୋଟେକ୍ଟ କରିବ। ଲେଟ୍ ସେ କାହାର ମଙ୍ଗଳ ଲଗ୍ନରେ ବସିଛି ତାହେଲେ ସେ କଣ କରିବ? ନିଜର ପ୍ରୋଟେକ୍ସନ ପାଇଁ କାମ କରିବ। ତା ଉପରେ ଯଦି କିଛି ଆଞ୍ଚ ଆସିଗଲା, ଭାଇ ସେ ସେନାପତି ଗ୍ରହ ଜଗତର, ସେ କହିବ ମୁଁ ଛାଡିବିନି ଭାଇ, ଯାହା ହଉଛି ହେଇଯାଉ। ତାପରେ ସେ ଚତୁର୍ଥ ଘରକୁ ଦେଖିଲା, ଚତୁର୍ଥ ଘର କଣ ନା ମା, ସୁଖ, ସୁବିଧା, ତାର ସୁବିଧା, ତାର ନିଜସ୍ୱ ସୁବିଧାରେ ଯଦି କିଛି ଅସୁବିଧା ହେଇଗଲା ସିଏ ଭାଇ ଛାଡିବନି। ମଙ୍ଗଳ ଯଦି ଦେଖିଲା ସେଭେନ୍ଥ ହାଉସ କୁ, କଣ ନା ସ୍ୱାମୀ ପାଇଁ ଓଭର ପ୍ରୋଟେକ୍ଟିଭ ହେଇଯିବ। ବା ଯାହାର ଯୋଉ ସାମ୍ନା ବାଲା ଯୋଉ ଲୋକ ଅଛି, ମଙ୍ଗଳ ଯଦି ପଜିଟିଭଲି ଥିବ ସେ ତାର ସାମ୍ନା ବାଲା ପ୍ରତି ଓଭର ପ୍ରୋଟେକ୍ଟିଭ ହେଇଯିବ। ଏଇଟ୍ ହାଉସ କଣ ନା ଏଇଟ୍ ହାଉସ ରୁ ଆମେ ମନ୍ତ୍ର ଶକ୍ତି ଦେଖୁ, ଦେଖୁଛ ତ? ଓକଲ୍ଟ ବି ଆମେ ଏଇଟ୍ ହାଉସ ରୁ ଦେଖୁ। ଯଦି ରିଲେଟ କରିପାରୁଛ ତମେ ବୁଝିବ, ଯଦି ରିଲେଟ ନ କରିପାରୁଛ ତମେ ଷ୍ଟୋରୀ ଶୁଣ, କିଛି ଅସୁବିଧା ନାହିଁ, ତମକୁ ଧୀରେ ଧୀରେ ସବୁ ଜଣା ପଡିଯିବ କଣ ହଉଛି। ତାହେଲେ ମନ୍ତ୍ର ଶକ୍ତିକୁ ବି ରୁଲ କିଏ କଲା? ମଙ୍ଗଳ। ଏଭ୍ରି ମନ୍ତ୍ର, ଯେତିକି ସଂସାରରେ ତମେ ମନ୍ତ୍ର ଦେଖୁଛ ସବୁତିକ ମଙ୍ଗଳ। ବୀଜ ମନ୍ତ୍ର ହଉ, ନାମ ମନ୍ତ୍ର ହଉ, ଯୋଉ ମନ୍ତ୍ର ହଉ, ଏ ଯୋଉ ଜିନିଷ ଶକ୍ତି ସହିତ ଯାହା ରିଲେଟେଡ ସବୁତିକ ମନ୍ତ୍ର, ସବୁତିକ ମଙ୍ଗଳ ରୁଲ କରେ। ତେଣୁ ଯାହାର ମଙ୍ଗଳ ଇନଫ୍ଲିକ୍ଟେଡ ଥିବ ସେ ତାର ଶକ୍ତିକୁ କୋଉଥିପାଇଁ ୟୁଜ କରିବ ନା ଡେଷ୍ଟ୍ରକ୍ଟିଭ ପର୍ପୋଜରେ। ଆଉ ଯାହାର ମଙ୍ଗଳ ପଜିଟିଭଲି ଥିବ ସେ କଣ ପାଇଁ ୟୁଜ କରିବ? ପ୍ରୋଟେକ୍ଟିଭ ଚକ୍କରରେ। ହୁଁ ଟେରରିଷ୍ଟ ବି AK-47 ଧରୁଛି, ଆର୍ମି ବି AK-47 ଧରୁଛି, ତାହେଲେ ତାହେଲେ ଆମେ କଣ କହିବା? ଦି ଜଣ ଯାକ ଭଲ? ହୁଁ ଜଣେ ପ୍ରୋଟେକ୍ସନ ପାଇଁ ଧରୁଛି, ଜଣେ ଡେଷ୍ଟ୍ରକ୍ସନ ପାଇଁ ଧରୁଛି। ଏ ଦିଟା ପଏଣ୍ଟ କ୍ଲିୟର ହେଇଗଲା। ମୁଁ ହୁଁ ପ୍ରେଡିକ୍ସନ ହିଁ ପଢଉଛି ଭାଇ, ଡାଇରେକ୍ଟ ଲାଇଭ ପ୍ରେଡିକ୍ସନ ହିଁ ପଢଉଛି। ହୁଁ ଏବେ କାହାର ମଙ୍ଗଳ ଆଉ ରାହୁ ଯଦି ଚତୁର୍ଥ ହାଉସ ରେ ବସିଗଲେ ହୁଁ ସେ ଘର ରହିପାରିବ? ହଁ ହୁଁ କି ନା କୁହ? ମଙ୍ଗଳ ଆଉ ରାହୁକୁ କଣ କୁହାଯାଏ ଆମ କୁଣ୍ଡଳୀରେ? ଅଙ୍ଗାରକ ଯୋଗ କହନ୍ତି ନା ନାଇଁ? ହୁଁ ଅଙ୍ଗାରକ। ଆଚ୍ଛା, ଯଦି କାହାର ମଙ୍ଗଳ ଆଉ ରାହୁ ବସିଗଲେ ଏଇଟ୍ ହାଉସରେ, ସରି ଫୋର୍ଥ ହାଉସରେ, ସେ ଘରେ ରହିପାରିବ? ସେ କେବେ ବି ଜୀବନର ସୁଖ ସୁବିଧାକୁ ଏଞ୍ଜୟ କରିପାରିବ? ସେ ହୁଁ ଯେତେ ବଡ ସାଧକଟା ହେଇଥାଉ ସେ କରିପାରିବ କି? ହୁଁ ବାସ୍। ତାର ମନ ଫୋର୍ଥ ହାଉସରେ ଆମେ ମନକୁ ବି ଦେଖୁ, ମନ ଭିତରେ କଣ ରହିବ? ସଦା ସର୍ବଦା ଚିଡଚିଡା ଭାବ, ହୁଁ ହଁ କି ନାଇଁ? ତେଣୁ ମଙ୍ଗଳ ଯୋଉ ଏରିଆରେ ଅଛି ସେଇ ଏରିଆ ପାଇଁ ତୁମେ ଝଗଡା ହବାଟା ଥୟ। ଯାହାର ମଙ୍ଗଳ ଲଗ୍ନରେ ଅଛି ତାର ନିଜ ପାଇଁ ଝଗଡା ହବ, ହୁଁ ସେଲ୍ଫ ପାଇଁ ଝଗଡା ହବ, ନିଜର କ୍ୱାଲିଟି ଯୋଗୁ ଝଗଡା ହବ। ହୁଁ ଯାହାର ମଙ୍ଗଳ ସେକେଣ୍ଡ ହାଉସ ରେ ଅଛି ତାର ଝଗଡା ହବ ଧନ ପାଇଁ ପରିବାର ସାଙ୍ଗରେ। ଯାହାର ମଙ୍ଗଳ ଥାର୍ଡ ହାଉସ ରେ ଅଛି ତାର କମ୍ୟୁନିକେସନ ଏତେ ଖରାପ ଥିବ ଯେ ଖାଲି ହାର୍ଶଲି ରୁଡଲି କହିବ। ଯାହାର ମଙ୍ଗଳ ଫୋର୍ଥ ହାଉସ ରେ ଅଛି ତାର ମା ସହିତ ପଟିବନି। ଯଦି ଇନଫ୍ଲିକ୍ଟେଡ ହେଲା, ମନେ ରଖନ୍ତୁ, ଯଦି କେବଳ ମଙ୍ଗଳ ସିଙ୍ଗିଲ ବସି, ତାକୁ କୋଉ ଗ୍ରହ ଦେଖୁନାହାନ୍ତି, ଜୁପିଟର ଦେଖିଲା କି ବେନସ ଦେଖିଲା କି ବେନସ ସାଙ୍ଗରେ ବସି, ଦ୍ୟାଟ ଇଜ ସେପାରେଟ ଇସ୍ୟୁ, ମୁଁ ସେ ବିଷୟରେ ଯାଉନି। ବଟ ଯଦି ମଙ୍ଗଳ ସିଙ୍ଗିଲ ବସିଛି କିଛି ଅସୁବିଧା ନାହିଁ। ଯଦି ମଙ୍ଗଳ ଇନଫ୍ଲିକ୍ଟେଡ ହେଇଗଲା ତାହେଲେ କଣଟା ଅସୁବିଧା ହବ? ଯାହାର ମଙ୍ଗଳ ଫିଫ୍ଥ ହାଉସ ରେ ବସିଛି କଣ ହବ? ସେ ଯାହା ସାଙ୍ଗରେ ପ୍ରେମ କରିବ ତା ସାଙ୍ଗରେ ଝଗଡା କରିବ। ହଁ କି ନାଇଁ? ହୁଁ ଯାହାର ମଙ୍ଗଳ ସିକ୍ସଥ ହାଉସ ରେ ବସିଛି ତାର ଯୋଉଠି ସେ ସେବା ଦବ ସେଠି ସେ ଝଗଡା କରିବ। ଯାହାର ମଙ୍ଗଳ ସେଭେନ୍ଥ ହାଉସ ରେ ବସିଛି ସିଏ ତାର ସ୍ୱାମୀ ସହିତ ଝଗଡା କରିଦବ। ମଳୟ ସାଉଣ୍ଡ କମ କର, ମ୍ୟୁଟ କର। ତାପରେ ମଙ୍ଗଳ ଯାହାର ଏଇଟ୍ ହାଉସ ରେ ବସିଛି, ତା ମଙ୍ଗଳ ଏଇଟ୍ ହାଉସ ମଙ୍ଗଳ ଭାଇ ତାଙ୍କୁ ପ୍ରଣାମ। ଲଗ୍ନରୁ ଯାହାର ଏଇଟ୍ ହାଉସ ରେ ମଙ୍ଗଳ ବସିଲା, ଭାଇ ସେ ଚାର୍ଟ କୁ ଆଗ ପ୍ରଣାମ କରିକି ସେ ଚାର୍ଟ ଦେଖିବ। ମଙ୍ଗଳ ନାଇନ୍ଥ ହାଉସ ରେ ବସିଲେ ବାପା ସାଙ୍ଗରେ ଝଗଡା କରିଦବ। ମଙ୍ଗଳ 10th ହାଉସ ରେ ବସିଲେ କର୍ମ କ୍ଷେତ୍ରରେ ଝଗଡା ହବ। ମଙ୍ଗଳ 11th ହାଉସ ରେ ବସିଲେ ସାଙ୍ଗସାଥି ମାନଙ୍କ ସହିତ ଝଗଡା ହବ। ମଙ୍ଗଳ 12th ହାଉସ ରେ ବସିଲେ କୋଉ ପାଇଁ ଝଗଡା ହବ ମୁଁ କହିବାକୁ କିଛି ଚାହୁଁନି, ଜାଣିଥିବେ 12th ହାଉସ ର କ୍ୟାରେକ୍ଟରିଷ୍ଟିକ, ସବୁ ଜେଲ ରେ ପୁରେଇଦବ।